जय जगन्नाथ हरे कृष्ण हरि बोल राधे राधे। गतकाली रातिर ମ୍ୟାରେଜ୍ ପାର୍ଟିରୁ ଫେରିବା ପରେ ମନଟା କିଛି ଅଲଗା ଅନୁଭବ ହେଉଥିଲା। ଆଜିର ଦିନଟା ମୋ ଜୀବନର ଏକ ନୂତନ ଅଧ୍ୟାୟର ଆରମ୍ଭ ଏବଂ ଏକ ପୁରୁଣା ଅଧ୍ୟାୟର ଶେଷ। କାରଣ ଆଜି ମୁଁ ମୋର ପ୍ରିୟ ସହର, ମୋର କର୍ମଭୂମି, ମୋର ଅନେକ ସ୍ମୃତିର ସାକ୍ଷୀ ଭୁବନେଶ୍ୱରକୁ ବିଦାୟ ଦେଇ ପୁରୀ ଅଭିମୁଖେ ଯାଉଛି। ଆଗରୁ ମୋ ସାଙ୍ଗ କାର୍ତ୍ତିକ ସହ ଆଲୋଚନା ହୋଇଥିଲା ଯେ ଆଜି ସକାଳେ ପୁରୀ ବାହାରିବା। ଗତକାଲି ରାତିରେ ଗରମ ବହୁତ ଥିବାରୁ ଟିକେ ଡେରିରେ ଶୋଇଥିଲି। ତଥାପି ସକାଳ 7:30 ବେଳକୁ କାର୍ତ୍ତିକ ଆସି ପହଞ୍ଚିଗଲା ଏବଂ ସେଠାରୁ ଆରମ୍ଭ ହେଲା ମୋର ବିଦାୟର ଯାତ୍ରା। ଯିବା ପୂର୍ବରୁ ମନ କହିଲା କିଛି ଲୋକଙ୍କୁ ନ ଦେଖି ଯିବାଟା ଠିକ୍ ହେବ ନାହିଁ। ସର୍ବପ୍ରଥମେ ଆମ ରୁମ୍ ଓନର ନାୟକ ବାବୁଙ୍କୁ ଦେଖା କଲି। ମାନେ ହେଲ୍ପ ବି କରିଛନ୍ତି। ତାପରେ ଆମ କଲୋନୀର କିଛି ଆଣ୍ଟିମାନଙ୍କ ସହିତ ମୁଁ ଦେଖା କଲି। ପ୍ରତିଦିନ ଯାଉଥିବା କଲୋନୀର ହନୁମାନ ମନ୍ଦିରକୁ ଗଲି। ଆମର ମନ୍ଦିରରେ ଥିବା ନନାଙ୍କୁ ବି ଦେଖା କରି ଆଶୀର୍ବାଦ ନେଲି। ସତ କହିବାକୁ ଗଲେ 7 ବର୍ଷର ସମ୍ପର୍କକୁ ଛାଡ଼ି ଆସିବା ଏତେ ସହଜ ନୁହେଁ। 2015 ମସିହାରୁ ମୁଁ ଭୁବନେଶ୍ୱରରେ ରହିଆସୁଛି। ଏହି ସହର ମୋତେ ବହୁତ କିଛି ଦେଇଛି, କାମ ଦେଇଛି, ପରିଚୟ ଦେଇଛି, ସ୍ୱପ୍ନ ଦେଖିବାକୁ ଶିଖାଇଛି, ଆଉ ଅନେକ କିଛି ମୋ ଠାରୁ ଛଡ଼ାଇ ମଧ୍ୟ ନେଇଛି। ଏହି ସହର ପ୍ରତ୍ୟେକ ରାସ୍ତା, ପ୍ରତ୍ୟେକ ମୋଡ଼, ପ୍ରତ୍ୟେକ ସ୍ମୃତି ଆଜି ମୋ ଆଖି ଆଗରେ ଭାସି ଉଠୁଛି। ମୋର ସାଙ୍ଗସାଥି, ଇସ୍କନ ମନ୍ଦିର, ମୋର ଦିଦି, ଭଣଜା, ଭାଣିଜୀ, ଆଉ କିଛି ବିଶେଷ ମଣିଷ ଯେଉଁମାନଙ୍କୁ ମୋ ଜୀବନରେ କେବେ ଭୁଲି ପାରିବି ନାହିଁ। ଆଜି ସମସ୍ତଙ୍କୁ ଛାଡ଼ି ଯାଉଛି। ଜାଣିନି ପୁରୀରୁ କେବେ ପୁଣି ଫେରିବି କିମ୍ବା ଫେରିବି କି ନାହିଁ। ଏହି ସମୟରେ ମୋ ସହ ଥିଲା ମୋର ଭାଇ ପରି ସାଙ୍ଗ କାର୍ତ୍ତିକ। ସେ ମୋ ପଛେ ପଛେ ଚାଲି ଆସୁଥିଲା, ବାରମ୍ବାର ଦେଖୁଥିଲା ମୋ ବ୍ୟାଗ୍ କେଉଁଠି ଖସି ପଡ଼ୁନି ତ। ସତରେ ଜୀବନ ଯାତ୍ରାରେ ଏମିତି କିଛି ଲୋକ ଥାନ୍ତି ଯେଉଁମାନେ ସବୁବେଳେ ଆମର ସହ ଛାୟା ପରି ରୁହନ୍ତି। ଆଉ କାର୍ତ୍ତିକ ତ ସେ ମୋର ମାନେ ନିଜ ଜନ୍ମ କଲା ଭାଇଠୁ ବି ଅଧିକ ଏତେ ସେ ମୋତେ ଭଲ ପାଏ। ବନ୍ଧୁତ୍ୱର ଯଦି ଶ୍ରେଷ୍ଠ ଉଦାହରଣ ମାନେ ମୁଁ ମୋ ଜୀବନରେ ଦେବି, ସେଥିମଧ୍ୟରୁ ବହୁତ ମାନେ ସାଙ୍ଗ ଅଛନ୍ତି। ତା ଭିତରୁ କାର୍ତ୍ତିକ ମୋ ପାଇଁ ମୋ ଲାଇଫ୍ର ମାନେ ସବୁଠୁ ନିଆରା ମଣିଷ କହିବାକୁ ଗଲେ। ସେ ମୋର ସବୁ ସିଚୁଏସନ୍ରେ ମୋ ପାଖରେ ସେ ଛିଡ଼ା ହେଇଛି। ମାନେ ଇଭିନ୍ ବନ୍ଧୁତ୍ୱ ଦିବସରେ ମୁଁ ନିଶ୍ଚିନ୍ତ କାର୍ତ୍ତିକର ମାନେ ମୋ ସାଙ୍ଗମାନଙ୍କ ଇଏରେ ପ୍ରେଜେଣ୍ଟେସନ୍ ଦେବି ଆପଣଙ୍କୁ। ତା ଭିତରେ କାର୍ତ୍ତିକର ଗୋଟେ ବଢ଼ିଆ ଷ୍ଟୋରି ଅଛି ସେ ମୋ ସହିତ। ନିଶ୍ଚିନ୍ତ ଏଇଟା ଆପଣଙ୍କୁ ମୁଁ ସେୟାର କରିବି। ଆପଣ ଦେଖିପାରୁଥିବେ କାର୍ତ୍ତିକ କେମିତି ମୋ ପଛେ ପଛେ ମାନେ ପୁରା ମୋତେ ଫଲୋ କରି ଆସୁଛି। ଯେଉଁ ବ୍ୟାଗ୍ଟା ଅଛି ପଛରେ କାଳେ ପଡ଼ିଯିବ କି, ଦୁଇଥର ବି ବାଟରେ ଅଟକେଇକି ସେ ସାଇଜ୍ କରିଛି। ମୁଁ ତ ଗାଡ଼ିରୁ ମାନେ ବାହାରି ପାରୁନଥାଏ, ପୁରା ପ୍ୟାକ୍ ହେଇକି ଅଛି। ତାପରେ ଫାଇନାଲି ଆମେ ରୁମ୍ରେ ଆସି ପହଞ୍ଚିଗଲୁ। ଅନେକ ଦିନ ଧରି ରୁମ୍ ବନ୍ଦ ହୋଇ ପଡ଼ିଥିଲା, ସେଥିପାଇଁ ପ୍ରଥମେ ସବୁ ଖୋଲାଖୋଲି କରି ସଫାସୁତୁରା କଲି ଆଉ ସମସ୍ତ ଜିନିଷ ଠିକ୍ ଜାଗାରେ ରଖିଲି। ତାପରେ ଟିକେ ମାନେ ଦେଖୁଥିବେ ଆପଣମାନେ ରୁମ୍ଟା କେତେ ଅଳିଆ ହେଇଛି, ସବୁ ଝଡ଼ାଝଡ଼ି। କାରଣ ରୁମ୍ ବହୁତ ଦିନ ହେଲାଣି ବନ୍ଦ ହୋଇ ପଡ଼ିଛି। ଭାଇ ତାଙ୍କର ମାନେ କେନ୍ଦ୍ରାପଡ଼ାରେ ରହୁଛନ୍ତି। ସବୁ ଜିନିଷକୁ ଠିକ୍ ଠାକ୍ ଜାଗାରେ ମାନେ ସେଟିଂ କରିଦେଲା ପରେ ରୁମ୍ଟାକୁ ଟିକେ ପୁରା ଝାଡ଼ୁ ଫାଡ଼ୁ ମାରିକି, କାରଣ ଯେହେତୁ ନିଜେ ମୁଁ ରହିବି, ନିଜେ ଯଦି ମୋତେ ତ ଟିକେ ନିଟ୍ ଆଣ୍ଡ କ୍ଲିନ୍ ଭାରି ପସନ୍ଦ। ନିଟ୍ ଆଣ୍ଡ କ୍ଲିନ୍ ନହେଲେ ମୋତେ ବି ଟିକେ ଭଲ ଲାଗିବନି। ତ ସେଇ ହିସାବରେ ଆପଣ ଦେଖୁଥିବେ କେତେ ଅଳିଆ ବାହାରୁଛି, କେତେ ଧୂଳି। ମାନେ ଘର ବନ୍ଦ ହୋଇ ପଡ଼ିକି ରହିଲେ ଧୂଳି ତ ନିଶ୍ଚିନ୍ତ ବାହାରିବ। ଯେତେବେଳେ ଭୁବନେଶ୍ୱର ଛାଡ଼ି ମୁଁ ପୁରୀକି ଆସିଲି, ପହଞ୍ଚିଲା ପରେ ରୁମ୍ ସଫା କରୁଥାଏ ଟିକେ ମୋ ମନକୁ ଆସିଲା ଭୁବନେଶ୍ୱର କେବଳ ଗୋଟେ ସହର ନୁହେଁ, ଏହା ମୋ ଜୀବନର ଏକ ଅଧ୍ୟାୟ। ଏଠି ମୁଁ ସ୍ୱପ୍ନ ଦେଖିବା ଶିଖିଛି, ସଂଘର୍ଷ କରିବା ଶିଖିଛି ଏବଂ ଜୀବନକୁ ନୂଆ ଭାବରେ ବୁଝିଛି। 2015ରେ ଯେତେବେଳେ ମୁଁ ପ୍ରଥମ ଥର ଭୁବନେଶ୍ୱର ଆସିଥିଲି, ମୋର BCA ଆଡ଼ମିସନ୍ ହୋଇଥିଲା। ଏହି ସହର ସମ୍ପୂର୍ଣ୍ଣ ଭାବେ ମୋ ପାଇଁ ଅଜଣା ଥିଲା। କିନ୍ତୁ ଧୀରେ ଧୀରେ ଏହି ମାନେ ଭୁବନେଶ୍ୱର ଗଳି କନ୍ଦି, ରାସ୍ତା, ଚାହା ଦୋକାନ, ମନ୍ଦିର, ଅଫିସ୍, ଲୋକମାନେ ମୋ ଜୀବନର ଏକ ଅଂଶ ହୋଇଯାଇଥିଲେ। ଆଜି ଯେତେବେଳେ ଏଇ ସହରକୁ ଛାଡ଼ିକି ଯାଉଛି, ଯେତେବେଳେ ମାନେ ଲାଗୁଛି ଯେମିତି ମୋ ଜୀବନର ଏକ ଅଂଶ ଏଠି ରହିଯାଇଛି। ଅନେକ ଥର ଖୁସିରେ ଏଇ ରାସ୍ତାରେ ଚାଲିଛି, ପୁଣି ଅନେକ ଥର ଦୁଃଖ ଏବଂ ନିରାଶରେ ମଧ୍ୟ ଏହି ରାସ୍ତାରେ ମାନେ ପାଖାପାଖି 7-8 କିଲୋମିଟର ପାଦରେ ଚାଲି ଚାଲି ବି ଆସିଛି। ମୋର ପ୍ରଥମ ଚାକିରିର ସ୍ମୃତି, ସାଙ୍ଗମାନଙ୍କ ସହ କଟିଥିବା ଅସଂଖ୍ୟ ମୁହୂର୍ତ୍ତ, ଇସ୍କନରେ କରିଥିବା ସେବା, ସନ୍ଧ୍ୟାର ସତ୍ସଙ୍ଗ, ସବୁକିଛି ଆଜି ଚଳଚ୍ଚିତ୍ର ପରି ଆଖି ଆଗରେ ଭାସି ଉଠୁଛି। ସମୟ ବଦଳିଯାଏ, ଲୋକ ବଦଳିଯାଆନ୍ତି, ଠିକଣା ମଧ୍ୟ ବଦଳିଯାଏ, କିନ୍ତୁ କିଛି ସ୍ମୃତି ଅଛି ଯାହା ଜୀବନସାରା ହୃଦୟରେ ରହିଯାଏ। ଭୁବନେଶ୍ୱର, ତୁମେ ମୋର ସଂଘର୍ଷର ସାକ୍ଷୀ, ମୋର ସଫଳତାର ସାକ୍ଷୀ, ଆଉ ମୋ ଅନେକ ଅକୁହା କାହାଣୀର ସାକ୍ଷୀ। ସେଥିପାଇଁ ଆଜି ମୁଁ ତୁମକୁ ବିଦାୟ ଦେଉଛି, କିନ୍ତୁ ହୃଦୟରୁ କେବେ ଦୂର କରିପାରିବି ନାହିଁ। ହୁଏତ ଆସନ୍ତାକାଲି ପୁଣି ଏହି ସହରକୁ ଫେରି ଆସିବି, ହୁଏତ ଆସିବି କି ନାହିଁ, କିନ୍ତୁ ଗୋଟିଏ କଥା ନିଶ୍ଚିନ୍ତ, କହିଲା ବେଳେ ମୋ ଆଖିରେ ଲୁହ ଆସିଯାଉଛି। ମୋ ଜୀବନର କାହାଣୀ ଲେଖା ହେଲେ
ସେଥିରେ ଭୁବନେଶ୍ୱର ନାମ ସବୁବେଳେ ସୁବର୍ଣ୍ଣ ଅକ୍ଷରରେ ଲେଖା ହୋଇ ରହିବ। ରୁମ୍ ଭିତର ଏବଂ ରୁମ୍ ବାହାର ଯେଉଁଟାକି ଆମର ଏଠି ଦେଖିପାରୁଥିବେ ଗଛ ହେଇଛି ଆମର ଏଠି ଟ୍ୟୁବୱେଲ୍ ମାନେ ବୋରିଂ ମଟର ଲାଗିଛି ଯେଉଁଟା ପାଣି ଇଏ ପାଇଁ ଆଉ ପିଇବା ପାଣି ମଧ୍ୟ ଏଠୁ ମାନେ ଭଲ ଥଣ୍ଡା ପାଣି ଆସିବ ବୋଲି ଭାଇ କହିଲେ। ଏଇଟା ମୁଁ ଟିକେ ସଫାସଫି କରି ଟିକେ ମାନେ ବିଶ୍ରାମ ନେଲି। ବହୁତ ହାଲିଆ ହେଇଯାଇଥିଲି। ବ୍ୟାଗ୍ ହରିକା ସବୁ ସାଇଡ଼୍ କରିକି ରଖିକି ମୁଁ ଟିକେ ବିଶ୍ରାମ ନେଇକି ପୁଣି ବାହାରିକି ଯିବି ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ। କାରଣ ମୋର ଲକ୍ଷ୍ୟ ରହିବ ଯେ ମୁଁ ଯେମିତି ହଉ ସବୁଦିନ ନିହାତି ମୁଁ ଜଗନ୍ନାଥଙ୍କୁ ଦର୍ଶନ କରିବି। ତାପରେ ମୁଁ ବିଶ୍ରାମ ନେଇକି ଉଠିକି ବାହାରି ପଡ଼ିଲି। ଜୟ ଜଗନ୍ନାଥ ସାଙ୍ଗମାନେ, ବର୍ତ୍ତମାନ ମୁଁ ବାହାରିଲି ଆମର ବାବା ଲୋକନାଥଙ୍କ ପାଖକୁ। କାହିଁକି ଲୋକନାଥଙ୍କ ପାଖକୁ ଫାଷ୍ଟ ଦର୍ଶନ କରିବାକୁ ଯାଉଛି ମୁଁ ଆପଣଙ୍କୁ ଜଣାଉଛି। କାରଣ ଜଗନ୍ନାଥ ମନ୍ଦିରର ଦର୍ଶନ କରିବାର ଗୋଟେ ନିୟମ ଅଛି। ପ୍ରଥମେ ଆପଣ ଯଦି ଜଗନ୍ନାଥ ମନ୍ଦିର ଦର୍ଶନ କରିବାକୁ ଯାଉଛନ୍ତି ଫାଷ୍ଟ ବାବା ଲୋକନାଥଙ୍କୁ ଦର୍ଶନ କରିବେ, ତାପରେ ସମୁଦ୍ର କୂଳକୁ ଯିବେ, ସମୁଦ୍ର ଦେବଙ୍କୁ ଦର୍ଶନ କରିବେ, ଯେତିକି ମୁଁ ଜାଣିଛି। ତାପରେ ଆପଣ ଯିବେ ଶ୍ରୀମନ୍ଦିରର ଦ୍ୱାରରେ ଅଛନ୍ତି ମା ଲକ୍ଷ୍ମୀ, ତାଙ୍କୁ ଦର୍ଶନ କରି ପ୍ରଣାମ କରି ତାଙ୍କ ଅନୁମତି ନେଇ ମନ୍ଦିର ଭିତରକୁ ପ୍ରବେଶ କରେ। ତାପରେ ମୋ ରୁମ୍ରୁ ବାହାରି ଗୋଟେ ବାଟ ଅଛି, ଗୋଟେ ସାହି ଦେଇକି ମୁଁ ପହଞ୍ଚି ଯାଇଥିଲି ବାବା ଲୋକନାଥଙ୍କ ପାଖରେ। ଲୋକନାଥଙ୍କ ଦର୍ଶନ କରିସାରିଲା ପରେ ଯେଉଁ ପ୍ରାକୃତିକ ପରିବେଶ ବର୍ତ୍ତମାନ ବହୁତ କିଛି ଚେଞ୍ଜେସ୍ ହେଇଯାଇଛି। ଆଉ ଯିଏ ତ ଯିବେ ଆପଣ ତ ନିଶ୍ଚିନ୍ତ ଜାଣିଥିବେ ସେ ପୋଖରୀରେ ମାଛମାନଙ୍କୁ ଖାଇବାକୁ ଦେବାଟା ମାନେ ଦିଅନ୍ତି। ଆଉ ମାଛମାନଙ୍କୁ ଖାଇବାକୁ ଦେବାଟା ବି ବହୁତ ଭଲ ଆଜ୍ଞା। ଦେଲେ ରାହୁଦେବ ପ୍ରସନ୍ନ ହୁଅନ୍ତି। ବହୁତ କିଛି ମାନେ ଜୀବନରେ ଉନ୍ନତି ଆସିଥାଏ ଏଇଟା ଯଦି ରେଗୁଲାର ବେସିସ୍ରେ କରୁଛନ୍ତି। ତାପରେ ମୁଁ ଲୋକନାଥଙ୍କୁ ଦର୍ଶନ ସାରିକି ଆସିଲି ସମୁଦ୍ର କୂଳକୁ, ସମୁଦ୍ର ଦେବଙ୍କୁ ଦର୍ଶନ କଲି, ପାଣି ମୁଁ ଆଚମନ କଲି, ଛିଞ୍ଚିଗଲି ରେ। ତାପରେ ଦର୍ଶନ କରିସାରିକି ମୁଁ ରିଟର୍ଣ୍ଣ କରିକି ଆସିକି ଗଲି ସ୍ୱର୍ଗଦ୍ୱାର ଦେଇକି ଆସିଲି। ସ୍ୱର୍ଗଦ୍ୱାରରେ ଟିକେ ବି ମୁଣ୍ଡିଆ ମାରିଲି। ସେଠି ମୁଣ୍ଡିଆ ମାରି ସାରିଲା ପରେ ମୁଁ ସେଇ ରାସ୍ତା ଦେଇ ଆସିକି ପ୍ରଭୁ ଶ୍ରୀ ଚୈତନ୍ୟ ଦେବଙ୍କ ପ୍ରଣାମ କଲି। ଚୈତନ୍ୟ ଦେବଙ୍କ ପ୍ରଣାମ କରିକି ସେଇ ଯେଉଁ ଗଳି ଦେଇକି ଆସିଛି ଆମର ସ୍ୱର୍ଗଦ୍ୱାରର ଗଳି ଯେଉଁଟା ଆମର ଶ୍ରୀମନ୍ଦିରକୁ ଆସିଛି, ସେଇ ଗଳି ଦେଇକି ମୁଁ ଆସିଲି, ଗଲି ଶ୍ରୀମନ୍ଦିରକୁ ଦର୍ଶନ କରିବା ପାଇଁ। ଆଉ ଏଇ ଗଳିରେ ମୁଁ ଗୋଟେ କଥା ମୋ ମନକୁ ଆସୁଥାଏ, ଏଇଠି ଯେଉଁ ପ୍ରାୟ ଦୋକାନରେ ଲେଖା ହେଇଥିବ ଓରିଜିନାଲ୍ ନୃସିଂହ ଖଜା, ମାନେ ପ୍ରକୃତ ଓରିଜିନାଲ୍ ଖଜା ମାନେ ନୃସିଂହ ମାନେ ଖଜା ଦୋକାନ କେଉଁଟା, ମୁଁ ବି ଟିକେ ଆଶ୍ଚର୍ଯ୍ୟ। ମୋତେ ଲାଗୁଛି ମୁଁ ଆ ଭିତରେ ତ ଟିକେ ରିସର୍ଚ୍ଚ କରିବାକୁ ପଡ଼ିବ ଯେ ପ୍ରକୃତ ଖଜା ଦୋକାନଟା କେଉଁଟା। ଯଦି ଆପଣମାନେ କିଏ ବି ଜାଣିଛନ୍ତି ମୋତେ କହିଲେ ମାନେ ମୁଁ ସେଇଠୁ ମାନେ ଆଣନ୍ତି। ମୁଁ ତ ପ୍ରାୟ ଦୋକାନରୁ ଖାଇଛି ଟେଷ୍ଟ। ୟା ଭିତରେ ମୁଁ ଆସି ପହଞ୍ଚି ଯାଇଥିଲି ପ୍ରଭୁ ବଡ଼ ଠାକୁରଙ୍କ ପାଖରେ। ଦକ୍ଷିଣ ଦ୍ୱାର ପଟେ ମୁଁ ଗାଡ଼ି ରଖିକି ଗଲି ଦକ୍ଷିଣ ଦ୍ୱାର ପାଖରେ। ପହଞ୍ଚୁ ମାନେ ସନ୍ଧ୍ୟା ହେଇ ଆସିଥିଲେ। ସେଇ ଟାଇମ୍ରେ ବାନା ପରିବର୍ତ୍ତନ ହେଉଥିଲା, ଯେଉଁଟାକି ପୁରା ଆପଣ ତ ଜାଣିଥିବେ ଭାଗ୍ୟରେ ଥିଲେ ବାନା ପରିବର୍ତ୍ତନ ମାନେ ଦର୍ଶନ ବି ମିଳେ। ଆଉ ଏମିତି କୁହାଯାଏ କି ଭାଗ୍ୟରେ ଥିଲେ ଏହି ଅଦ୍ଭୁତ ଦୃଶ୍ୟର ସାକ୍ଷୀ ହେବାର ସୁଯୋଗ ମିଳେ। ଆଉ ଆଜି ସେହି ସୌଭାଗ୍ୟ ମୋତେ ମିଳିଛି। ଏବଂ ବହୁତ ଭକ୍ତ ବି ଆପଣମାନେ ଦେଖିପାରୁଥିବେ, ବହୁତ ସାରା ଭକ୍ତ ମାନେ ଅଛନ୍ତି, ହଜାର ହଜାର ସଂଖ୍ୟାର ଭକ୍ତମାନେ ସବୁ ଉପରକୁ ଅନେଇ ବସୁଛନ୍ତି ବାନା ପରିବର୍ତ୍ତନ ଯେଉଁ ହେଉଛି ମାନେ ତା'ର ଦେଖିବା ପାଇଁ। ପ୍ରଥମେ ଯେଉଁ ପାର୍ଶ୍ୱ ବାନା ସବୁ ଅଛି ତା'ର ବନ୍ଧା ଚାଲିଛି। ତାପରେ ଆପଣ ଦେଖିପାରୁଥିବେ ମୁଖ୍ୟ ବାନାର ବି ଆପଣ ପାର୍ଶ୍ୱ ବାନା ପରେ ମୁଖ୍ୟ ବାନା ପରିବର୍ତ୍ତନ ଇଏ ବି ଆପଣ ଦେଖିବେ। ବାନା ପରିବର୍ତ୍ତନ ମୁଁ ଦେଖି ସାରିକି ମନ୍ଦିର ଭିତରକୁ ଗଲି। ସେଦିନ ମୁଁ ଦକ୍ଷିଣ ଦ୍ୱାର ପଟେ ଯେତେବେଳେ ପ୍ରବେଶ କଲି, କାହିଁ ଏତେ କିଛି ମାନେ ଲାଇନ୍ ନଥିଲା, ଲୋକ ବି ଏତେ ଇଏ ନଥିଲେ, କିନ୍ତୁ ମନ୍ଦିର ଭିତରେ ବହୁତ ଗହଳି ଥିଲା। ମୁଁ ପ୍ରାୟ 2 ମିନିଟ୍ ଭିତରେ ମୁଁ ଲାଇନ୍ କମ୍ପ୍ଲିଟ୍ କରିଦେଇଥିଲି। ତାପରେ ମନ୍ଦିର ଭିତରକୁ ଯାଇ ମୋର ପରିକ୍ରମା ମୁଁ କରିଥିଲି। କଲା ପରେ ଯେମିତି ଆପଣ ଦେଖିଥିବେ ପ୍ରଥମେ ବଟ ଗଣେଶ, ତାପରେ ମୁକ୍ତି ମଣ୍ଡପ, ମା ବିମଳା, ପ୍ରଭୁ ନରସିଂହ ଏବଂ ଏକାଦଶୀ ମାତା, ତାପରେ ମା ଲକ୍ଷ୍ମୀ, ସୂର୍ଯ୍ୟଦେବ ଏବଂ ସମସ୍ତଙ୍କୁ ମୁଁ ଦର୍ଶନ କରିସାରିଲା ପରେ
ଆସିକି ଲାଇନ୍ରେ ମୁଁ ଛିଡ଼ା ହେଇଥିଲି ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ। ଦର୍ଶନ କରିସାରିକି ମୁଁ ଭିତରକୁ ଗଲି, ଆମର ଜଗାକୁ ଦର୍ଶନ କଲି, ତାକୁ ଧନ୍ୟବାଦ ଜଣେଇଲି ଯେ ଜଗା ତୁ ଆଣିକି ମୋତେ ତୋ ପାଖରେ ରଖିଲୁ। ଆଗକୁ କ'ଣ ହେବ ମୋ ଲାଇଫ୍ରେ ସେ ତ ମୁଁ ଜାଣିନି, ସବୁକିଛି ତୋ ହାତରେ। ଯାହା ତୁ ଯେମିତି ମୋତେ ତିଆରି କରିବି ମୁଁ ସେମିତି ତିଆରି ହେଇକି ରହିବି, ସେମିତି ମୁଁ ତିଆରି ହେବି। ତାପରେ ମହାପ୍ରସାଦ ଖାଇକି ଆମର ସ୍ନାନ ମଣ୍ଡପରେ ବସି ଟିକେ ମାଳା ଜପିଲେ। ସେଠି ସ୍ନାନ ମଣ୍ଡପରେ ବସିଲେ ଆପଣ ଜାଣିଥିବେ ସେଠି ଯେଉଁ ପବନ, ଯେଉଁ ଶାନ୍ତି, ବହୁତ ଖୁସି ଲାଗେ। ତାପରେ ମନ୍ଦିର ଭିତରୁ ବାହାରି ମୁଁ ପ୍ରଭୁ ଆମର ଦକ୍ଷିଣ ଦ୍ୱାର ପାଖରେ ଅଛନ୍ତି ମହାବୀରଙ୍କୁ ଦର୍ଶନ କଲି। ଦର୍ଶନ କରିସାରି ଗୋଟେ ନିରୋଳା ଜାଗାରେ ଯାଇ ବସି ମୁଁ ଭାବୁଥାଏ ଭୁବନେଶ୍ୱର ମୋତେ ବହୁତ କିଛି ଦେଇଛି। ଭୁବନେଶ୍ୱର ମାଟିରେ ମୋର ସଂଘର୍ଷ ଅଛି, ମୋର ସ୍ୱପ୍ନ ଅଛି, ମୋର ସଫଳତା ଅଛି ଏବଂ ମୂଲ୍ୟ ସ୍ମୃତି ମଧ୍ୟ ଅଛି ଅନେକ। ଆଜି ମୁଁ ଭୁବନେଶ୍ୱରକୁ ବିଦାୟ ଦେଉଛି, କିନ୍ତୁ ଭୁବନେଶ୍ୱରକୁ କେବେ ଭୁଲି ପାରିବି ନାହିଁ। ବାଏ ବାଏ ଭୁବନେଶ୍ୱର, ହ୍ୟାଲୋ ପୁରୀ, ଜୟ ଜଗନ୍ନାଥ। ଏକ ନୂତନ ଅଧ୍ୟାୟର ଆରମ୍ଭ। ଭିଡ଼ିଓଟି କେମିତି ଲାଗିଲା ନିଶ୍ଚିନ୍ତ ରୂପେ କମେଣ୍ଟ ମାଧ୍ୟମରେ ଜଣାଇବେ। ରହିଲି, ଜୟ ଜଗନ୍ନାଥ, ରାଧେ ରାଧେ, ହରି ବୋଲ, ହରେ କୃଷ୍ଣ।